ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ଯେମିତି କାର୍ଯ୍ୟ କରିବ ସେମିତି ଫଳ ପାଇବ। ମୁଁ କାହାର ଭାଗ୍ୟ ତିଆରି କରେ ନାହିଁ। ମଣିଷ ନିଜ ଭାଗ୍ୟ ନିଜେ ତିଆରି କରିଥାଏ। ତୁମେ ଆଜି ଯାହା କରୁଛ ଏହାର ଫଳ ତୁମକୁ କାଲି ପ୍ରାପ୍ତ ହେବ ଏବଂ ଆଉ ଯାହା ତୁମ ଭାଗ୍ୟରେ ଅଛି ତାହା ପୂର୍ବରୁ କରାଯାଇଥିବା କର୍ମର ଫଳ। ସକାଳ ହେଲେ ଫୁଲକୁ ବି ଜଣା ନଥାଏ ସେ ମନ୍ଦିରକୁ ଯିବ ନା ମଶାଣି। ସେଥିପାଇଁ ଜୀବନକୁ ଉପଭୋଗ କରନ୍ତୁ, ନିଜେ ହସନ୍ତୁ ଆଉ ଅନ୍ୟକୁ ହସାନ୍ତୁ। ରାଗ, ହିଂସା, ଘୃଣା ଛାଡ଼ନ୍ତୁ, କାରଣ ଆମ ନିଶ୍ୱାସକୁ ବି ଭରସା ନାହିଁ ସେ ଫେରିବ କି ନାହିଁ। ପୁରୁଷ କାହାକୁ କହନ୍ତି? ନିଜ ଆଖିର ଲୁହକୁ ଲୁଚାଇ ଯିଏ ସାରା ପରିବାର ମୁହଁରେ ହସ ଫୁଟାଏ। ନୂଆ ପୋଷାକଟିଏ କିଣିବା ଆଗରୁ ଯିଏ ବାପାଙ୍କ ଔଷଧ ଆଉ ମାଙ୍କ ଶାଢ଼ୀ କଥା ଭାବେ। ନିଜ ପକେଟ ଶୂନ୍ୟ ଥିଲେ ମଧ୍ୟ ଯିଏ ଭଉଣୀର ସବୁ ଜିଦ୍ ପୂରଣ କରେ। ଯାହାକୁ ପରିବାରର ଖୁସି ଏବଂ ନିଜ ପ୍ରେମ ଭିତରୁ ଗୋଟିଏକୁ ବାଛିବାକୁ କୁହାଯାଏ। ସେତେବେଳେ ଯିଏ ନିଜ ହୃଦୟ ଉପରେ ପଥର ରଖି ପରିବାରର ଦାୟିତ୍ୱ ଆଗେ ବାଛିଥାଏ। ବାହାରେ ହଜାରେ ଚିନ୍ତା, ଅପମାନ ଓ ଥକ୍କାପଣ ସହି ମଧ୍ୟ ଯିଏ ଘର ଚୌକାଠ ପାର ହେବା ମାତ୍ରେ ନିଜ ମୁହଁରେ ଯିଏ ଗୋଟିଏ ମିଛ ହସର ମୁଖା ପିନ୍ଧି ନିଏ। ଯାହାର କାନ୍ଦିବା ଉପରେ ସମାଜ କଟକଣା ଲଗାଇଛି। ପୁରୁଷଟିଏ କେବେ କାନ୍ଦେନି, ତେଣୁ ସେ ଅନ୍ଧାର ରାତିରେ ନିଃଶବ୍ଦରେ ଯିଏ ନିଜ ତକିଆକୁ ଜାବୁଡ଼ି ଧରି କାନ୍ଦୁଥାଏ। ରାତିର ନିଦ ହଜାଇ ଯିଏ ଆସନ୍ତା କାଲିର ସେହି ସୁନେଲି ସକାଳକୁ ଅପେକ୍ଷା କରେ। ଯାହାର ସବୁ ସ୍ୱପ୍ନ ହୁଏତ ମରିଯାଇଥାଏ କିନ୍ତୁ ପରିବାରର ସ୍ୱପ୍ନ ବଞ୍ଚି ରହେ। ଧର୍ମର ପଥରେ କାହିଁକି ଅଧିକ ସମସ୍ୟା? ଆପଣ କେବେ ଭାବିଛନ୍ତି କି ଯେତେବେଳେ ଆମେ ସତ୍ୟ ଓ ଧର୍ମର ପଥ ବାଛୁଛୁ ସେତେବେଳେ କାହିଁକି ସବୁଠାରୁ ଅଧିକ ସମସ୍ୟା ଆସେ? ମହାଭାରତ ଆମକୁ ଏହାର ଗଭୀର ଉତ୍ତର ଦେଇଥାଏ। ପାଣ୍ଡବ ଓ କୌରବଙ୍କ ମଧ୍ୟରେ ସଂଘର୍ଷ କେବଳ ରାଜ୍ୟ ପାଇଁ ଯୁଦ୍ଧ ନୁହେଁ, ଏହା ଥିଲା ନ୍ୟାୟ ଓ ଅନ୍ୟାୟର ମହାସଂଘର୍ଷ। ପାଣ୍ଡବମାନେ ଧର୍ମକୁ ଧରିଥିଲେ, ସେଥିପାଇଁ ବନବାସ, ଅପମାନ ଓ ଅନେକ କଷ୍ଟ ସହିଲେ। ଯେଉଁଥିରେ କୌରବମାନେ ଲୋଭ ଓ ଅହଙ୍କାରର ଅନ୍ଧ ହୋଇ ଅଧର୍ମର ପଥ ବାଛିଲେ। କିନ୍ତୁ ଧର୍ମ ପଥରେ ଥିଲେ ଭଗବାନ ଶ୍ରୀକୃଷ୍ଣ, ଦିବ୍ୟ ମାର୍ଗଦର୍ଶନ, ଯାହା ସତ୍ୟକୁ ଶେଷରେ ବିଜୟ ଦେଲା। ଏହି କାହାଣୀ ଆମକୁ ଶିଖାଏ, ଜୀବନରେ ଯଦି ଆମେ ଧର୍ମ ଓ ସତ୍ୟରେ ରହିବା ସଂଘର୍ଷ ଆସିବ କିନ୍ତୁ ଶେଷରେ ବିଜୟ ନିଶ୍ଚିତ ଆମର ହେବ। ଜୟ ଶ୍ରୀ ଜଗନ୍ନାଥ।